नमस्कार आकाशवाणी कटक आंचलिक संवाद पढ़ुचंती सत्यव्रत बेहुरा। मुख्यमंत्री मोहन चरण माझी गत संध्यारे नुआदिल्ली गस्तरे जाइछंती। राज्य में शिल्प संभावना को नहीं मुख्यमंत्री ओडिशा निवेशक सम्मेलन में जोगदेवा सह बुझामणापत्र स्वाक्षर कार्यक्रम में सामिल हेबे। ଏହି ଗସ୍ତ କାଳରେ ଆଇଓସିଏଲ୍, ପେଟ୍ରୋନେଟ୍, ରିଜର୍ଭସ୍ ଲିମିଟେଡ୍ ସହ ରାଜ୍ୟ ସରକାର ବୁଝାମଣାପତ୍ର ସ୍ୱାକ୍ଷର କରିବେ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ରାଜ୍ୟର ଭବିଷ୍ୟତ ପାଇଁ ରହିଥିବା ଲକ୍ଷ୍ୟ ସମ୍ପର୍କରେ ଶିଳ୍ପ ନେତୃତ୍ୱ ଏବଂ ଅଂଶୀଦାରମାନଙ୍କ ସହ ଆଲୋଚନା କରିବେ। ଦିଲ୍ଲୀର ନୋଏଡାରେ ଥିବା HCL ଟେକ୍ କ୍ୟାମ୍ପସ୍ ମୁଖ୍ୟମନ୍ତ୍ରୀ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଓଡ଼ିଆ ପକ୍ଷର ଆଜି ସପ୍ତମ ଦିବସରେ ବର୍ଣ୍ଣବୋଧ ଉତ୍ସବ ପାଳିତ ହେଉଛି। ଏହି 14 ଦିନିଆ ପକ୍ଷର ବିଭିନ୍ନ ଦିନରେ ସାହିତ୍ୟ, ସଂସ୍କୃତି, ପରମ୍ପରା, ନୃତ୍ୟ ଓ ସଙ୍ଗୀତ ଭିତ୍ତିକ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଆଜି ବର୍ଣ୍ଣବୋଧ ଉତ୍ସବ ଅବସରରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇ ବର୍ଣ୍ଣବୋଧକୁ କିପରି ଆହୁରି ଲୋକପ୍ରିୟ କରାଯାଇପାରିବ ସେ ନେଇ ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏଥିରେ 8ଟି ପ୍ରମୁଖ ପ୍ରକଳ୍ପ ଉପରେ ଗୁରୁତ୍ୱ ଦିଆଯାଇଛି। ବୈଠକରେ ବୁର୍ଲା ସହରରୁ ହୀରାକୁଦକୁ ସଂଯୋଗ କରିବା ଲାଗି ଏକ ସେତୁ ସ୍ଥାପନ ନିମନ୍ତେ ଆଲୋଚନା ହୋଇଥିବା ଜଣାପଡ଼ିଛି। ବୈଠକ ପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, केंद्र मंत्री माननीय धर्मेन्द्र प्रधान चेयरमैनशिप संपूर्ण समीक्षा बैठक है। समीक्षा जो कथा गुड़िक मुख्यतः आसी हूँ सहर ब्यूटिफिकेशन पार्ट गोटे समलेश्वरी प्रोजेक्ट जो फेज 2 तार कमर कम्प्लीशन शीघ्र चूड़ांत होती 8टी मेजर योजनार बाद भी आउ कि जहाँ अच्छी से अनुजाई विभाग अफिसर मान भी निर्देश दिखाई जहाँ बटलनेक अच्छी क्लीयर करने जहाँ जहाँ आवश्यकता एवं विशेष करके यार कामर त्वरान्वित केमती हम से बाबद भी संपूर्ण रूपे दायित्व नहीं करने समस्त को कहुए। विश्व कल्याण ପାଇଁ ସ୍ୱାସ୍ଥ୍ୟ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ବାର୍ତ୍ତା ନେଇ ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଉଛି। ସମ୍ପୂର୍ଣ୍ଣ ଭାବେ ଶାରୀରିକ, ମାନସିକ ଏବଂ ସାମାଜିକ ସୁସ୍ଥତାକୁ ଉତ୍ତମ ସ୍ୱାସ୍ଥ୍ୟ କୁହାଯାଏ। ପ୍ରତ୍ୟେକ ବ୍ୟକ୍ତି, ସଂସ୍ଥା, ସଂଗଠନ ଓ ସରକାରଙ୍କ ମିଳିତ ପ୍ରଚେଷ୍ଟାରେ ପୃଥିବୀର ଲୋକମାନେ କିପରି ନିରୋଗ ଓ ସୁନ୍ଦର ସ୍ୱାସ୍ଥ୍ୟ ଉପଭୋଗ କରିପାରିବେ ସେଥିପାଇଁ 1950 ମସିହାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆଜିର ଦିନକୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ଦିବସର ବାର୍ତ୍ତା ରହିଛି ସୁସ୍ଥ ଆରମ୍ଭ, ଆଶାଜନକ ଭବିଷ୍ୟତ। ବିଶ୍ୱର 140ଟି ରାଷ୍ଟ୍ର ନିଜ ନିଜର ସମ୍ବିଧାନରେ ସ୍ୱାସ୍ଥ୍ୟକୁ ଏକ ମାନବ ଅଧିକାର ଭାବେ ସ୍ୱୀକୃତି ଦେଇଛନ୍ତି। 10ମ ଅନ୍ତର୍ଜାତୀୟ ଯୋଗ ଦିବସର 75 ଦିନିଆ ଅବଗଣନା ଆରମ୍ଭ ହୋଇଛି। ଏଥିଲାଗି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଯୋଗ ମହୋତ୍ସବ ଆୟୋଜନ କରାଯାଇଛି। ଆଜି ସକାଳୁ ସାଧାରଣ ଯୋଗାଭ୍ୟାସ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟର ସଚିବ ବୈଦ୍ୟ ରାଜେଶ କୋଟେଚା ଏବଂ ଯୁଗ୍ମ ସଚିବ ମୋନାଲିସା ଦାସ ଯୋଗ ଦେଇଛନ୍ତି। ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ କ୍ୟାଶ୍ ମ୍ୟାନେଜମେଣ୍ଟ ସିଷ୍ଟମ ଆପଣାଇବେ ବୋଲି ଜଣାପଡ଼ିଛି। 2036 ସୁଦ୍ଧା ବିକଶିତ ଓଡ଼ିଶା ଗଠନ ଲାଗି ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସଂସ୍କାର ନୀତି ଲାଗୁ କରାଯାଇଛି। ଏହା ଅଧୀନରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ସମସ୍ତ ବିଭାଗକୁ ଅବଗତ କରାଇଛନ୍ତି। ପୂର୍ବରୁ କ୍ୟାଶ୍ ମ୍ୟାନେଜମେଣ୍ଟ ସିଷ୍ଟମ 20ଟି ବିଭାଗରେ କାର୍ଯ୍ୟକାରୀ ହେଉଥିବା ବେଳେ ଏଣିକି ସମସ୍ତ ବିଭାଗ ଏହାକୁ କାର୍ଯ୍ୟକାରୀ କରିବେ। ଏହା ବ୍ୟତୀତ ସମସ୍ତ ବିଭାଗ ପାଇଁ ତୃତୀୟ ତ୍ରୈମାସିକ ସୁଦ୍ଧା ବଜେଟ୍ ଅଟକଳର 60% ଖର୍ଚ୍ଚ କ୍ଷମତା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ବିଧି ଅନୁଯାୟୀ ରାମନବମୀର ପ୍ରଥମ ଦିନରେ ସାହିଯାତ ଆରମ୍ଭ ହୋଇଛି। ପରମ୍ପରା ଅନୁଯାୟୀ ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ଓ ଋଷି କାଳିକା ଦେବୀ ସାହିରୁ ବାହାରି ମାଟିମଣ୍ଡପ ସାହିକୁ ପରିଭ୍ରମଣ କରିଥିଲେ। ଭାଇଚାରା ଓ ବନ୍ଧୁତ୍ୱର ସମାବେଶ ମଧ୍ୟରେ ପାରମ୍ପରିକ ଲୋକନୃତ୍ୟ ଓ ଲୋକକଳାକୁ ନେଇ ଆରମ୍ଭ ହୋଇଥିବା ସାହିଯାତ ଆସନ୍ତା 22 ତାରିଖରେ ରାମାଭିଷେକ ଦିନ ଶେଷ ହେବ। ବିଭିନ୍ନ ପର୍ଯ୍ୟାୟରେ ଶ୍ରୀକ୍ଷେତ୍ରର 8ଟି ସାହିରୁ ସାହିଯାତ ଅନ୍ୟ ସାହିକୁ ପରିଭ୍ରମଣରେ ଯିବ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀ ଗସ୍ତରେ ଯାଇଥିବାରୁ ଆଜି ଭୁବନେଶ୍ୱର ୟୁନିଟ୍ 5 ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହେଉଥିବା ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ଗଣମାଧ୍ୟମରେ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମ୍ବଲପୁର ପିଏଚ୍ଡି ପଡ଼ିଆଠାରେ 18ଦଶ ବରିଷ୍ଠ ଜାତୀୟ ବଡି ବିଲ୍ଡିଂ ଓ ଫିଟନେସ୍ ଚାମ୍ପିୟନସିପ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରମୁଖ ଯୋଗ ଦେଇଥିଲେ। ପ୍ରତିଯୋଗିତାରେ 22ଟି ରାଜ୍ୟରୁ 350ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପାଣିପାଗ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ବାୟୁମଣ୍ଡଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆଗାମୀ 48 ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଏହାର ଗତି ଏବଂ ପ୍ରଭାବ ବିଷୟରେ ସ୍ପଷ୍ଟ ଜଣାପଡ଼ିନାହିଁ।
ଚଳିତ ସପ୍ତାହରେ ରାଜ୍ୟର କେତେକ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଆସନ୍ତା 24 ଘଣ୍ଟା ମଧ୍ୟରେ 2ରୁ 3 ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2ଟା 32 ମିନିଟ୍ରେ।